नाम विश्वविद्यालय व्यवहार है साधारणतः गाय ଥିବା ସମସ୍ତ ଜୀବମାନଙ୍କ ଶ୍ୱାସକ୍ରିୟାରେ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ସବୁଜ ଉଦ୍ଭିଦମାନଙ୍କ ଆଲୋକ ସଂଶ୍ଳେଷଣ ବିକ୍ରିୟାରେ ପରିଣତ ହୋଇଥାଏ। ସୂର୍ଯ୍ୟକାନ୍ଥରେ ଆସୁଥିବା ଆଲୋକରେ ପୃଥିବୀ ପୃଷ୍ଠରୁ ବିଭିନ୍ନ ବସ୍ତୁ ଓ ଜୀବମାନଙ୍କ ଦ୍ୱାରା ଶୋଷ ହୋଇ ତାପରେ ପରିଣତ ହୁଏ ଏବଂ କିଛି ମାତ୍ରାରେ ପ୍ରତିଫଳିତ ହୋଇ ବାୟୁମଣ୍ଡଳ ସ୍ତରକୁ ଚାଲିଯାଇଥାଏ। କଳକାରଖାନା ଓ ଯାନବାହନର ଖଣିଜ ଇନ୍ଧନ ଦହନ ଓ ଜଙ୍ଗଲ କ୍ଷୟ ଆଦି କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ଏହି ବାଷ୍ପ ପୃଥିବୀ ପୃଷ୍ଠରେ ଉପସ୍ଥିତ ହୋଇ ତାପ ବିକିରଣରେ ବାଧା ସୃଷ୍ଟି କରିଥାଏ। ଏହି କାରଣରୁ ଅଙ୍ଗାରକାମ୍ଳ ବାଷ୍ପର ମାତ୍ରା ବୃଦ୍ଧି ପାଇଥାଏ। ଏହାକୁ ବିଶ୍ୱ ଉଷ୍ମାୟନ କୁହାଯାଏ। ଅଙ୍ଗାରକାମ୍ଳ ସମେତ କ୍ଲୋରୋଫ୍ଲୋରୋକାର୍ବନ ଓ ନାଇଟ୍ରସ୍ ଅକ୍ସାଇଡ୍ ଓ ମିଥେନ୍ ପ୍ରଭୃତି କେତେକ ଗ୍ୟାସୀୟ ପଦାର୍ଥ ମଧ୍ୟ ବିଶ୍ୱ ଉଷ୍ମାୟନର କାରଣ ହୋଇଥାନ୍ତି। ମାନେ ପୃଥିବୀର ଟେମ୍ପରେଚର ବଢ଼ିଯାଉଛି ଏଇଟା ତ ହଁ ଟେମ୍ପରେଚର ବଢ଼ିଗଲେ କ'ଣ ହେବ? ଟେମ୍ପରେଚର ବଢ଼ିବାର କାରଣ କହୁଛ କଳକାରଖାନା ବସେଇ ଦେଉଛନ୍ତି, ଧୂଆଁ ବାହାରୁଛି। ଠିକ୍, କଳକାରଖାନା ନ ବସେଇଲେ ଆମେ ତ ଆଗକୁ ଯାଇପାରିବାନି। କଳକାରଖାନା ତ ବସେଇବା ଦରକାର, ହଁ କି ନାହିଁ? ହଁ, ଏବେ ଭାରତର ଲୋକ ସଂଖ୍ୟା ଯେମିତି ବଢ଼ୁଛନ୍ତି ସେ ଅନୁସାରେ ଅଧିକା ସବୁ ଜିନିଷର ରିକ୍ୱାରମେଣ୍ଟ ଅଧିକା ହେବ ନା। କଳକାରଖାନା ତ ବସେଇବାକୁ ପଡ଼ିବ, ନ ବସେଇଲେ କେମିତି ହେବ? ଆଦି ମାନବ ନହେଲେ ହେଇଯାଉ ଜଙ୍ଗଲରେ ରହିବା, ହଁ କି ନାହିଁ? ତାହେଲେ କ'ଣ କରିବା? ଟେମ୍ପରେଚର କମେଇବା ପାଇଁ ପାରାସିଟାମଲ୍ କ'ଣ ଦରକାର? ହଁ, ତେଣୁ ମୁଖ୍ୟ ପାରାସିଟାମଲ୍ ପୃଥିବୀର ତାପମାତ୍ରା ବଢ଼ିବାର ପାରାସିଟାମଲ୍ ଟ୍ୟାବଲେଟ୍ କିଏ? ଗଛ। ଯେତେ ଗଛ ଲଗେଇବା ସେତେ ଆମର ଟେମ୍ପରେଚର ଆଉ ବଢ଼ଉନି। ଠିକ୍, କେତେଟା ଗଛ ଲଗେଇছে?